ପୂର୍ବତନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଦେଇଥିବା ପ୍ରତିଶ୍ରୁତିରେ ରହିଗଲା। ଭୂମିହୀନ ଦିବ୍ୟାଙ୍ଗ ଝିଅକୁ ଭୂମି ଯୋଗାଇ ଦେବ କହି ଭଣ୍ଡାଇ ଦେଲା ପ୍ରଶାସନ। 3 ମାସ କହି 3 ବର୍ଷ ହୋଇଗଲାଣି। ଏକ ସ୍ଥାୟୀ ପଟା କିମ୍ବା ଏକ ପକ୍କା ଘର ଖଣ୍ଡେ ଯୋଗାଇ ଦେଇପାରିଲା ନାହିଁ ସ୍ଥାନୀୟ ପ୍ରଶାସନ। ହଁ ଆଜ୍ଞା, ଏକଥା ଆମେ କହୁନାହୁଁ, କହୁଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ରୋଡ ସେନାପତି କଲୋନୀର 40% ଦିବ୍ୟାଙ୍ଗ ମାମି ନନ୍ଦା ଏବଂ ତାଙ୍କ ଝିଅ ତଥା 85% ଦିବ୍ୟାଙ୍ଗ ବର୍ଷା ନନ୍ଦା। ଦୀର୍ଘ ଦିନ ଧରି ଏକ ସ୍ଥାୟୀ ପଟା ଏବଂ ଏକ ପକ୍କା ଘର ପାଇଁ 3 ଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତଥାପି ସ୍ଥାୟୀ ପଟା କିମ୍ବା ପକ୍କା ଘର ଖଣ୍ଡିଏ ମାମି ଓ ବର୍ଷାଙ୍କ ପାଇଁ ପାଲଟିଛି ସାତ ସପନ। ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରଣାଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବ୍ୟାଙ୍ଗ ମା ଝିଅ। କିନ୍ତୁ ଦୁର୍ଭାଗ୍ୟବଶତଃ ଜିଲ୍ଲାପାଳ ଏକ ଜରୁରୀ ସଭା ପାଇଁ ଭୁବନେଶ୍ୱର ଯାଇଥିଲେ। ତେଣୁ ଖୋର୍ଦ୍ଧା ଏଡିଏମ୍ ସାଫଲ୍ୟ ମଣ୍ଡିତଙ୍କୁ ଦେଖା କରି ସମସ୍ୟା ବିଷୟରେ ଅବଗତ କରାଇ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏଡିଏମ୍ ମହୋଦୟ ସମସ୍ୟାର ସମାଧାନ ବହୁତ ଶୀଘ୍ର ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପରେ ମାମି ନନ୍ଦା ଏବଂ ତାଙ୍କ ଝିଅ ବର୍ଷା ନନ୍ଦା ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ସେଠୀଙ୍କୁ ମଧ୍ୟ ଦେଖା କରିଥିଲେ ଏବଂ 3 ବର୍ଷ ହେବ ସ୍ଥାୟୀ ପଟା ମିଳିପାରୁନି ବୋଲି କହିଥିଲେ। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ସେଠୀ ତଦନ୍ତ କରି ବହୁ ଜଲ୍ଦି ଏକ ସ୍ଥାୟୀ ପଟା ଯୋଗାଇ ଦେବେ ବୋଲି କହିଛନ୍ତି। ଖୋର୍ଦ୍ଧାରୁ ବିଜୟ ବାହୁଳେନ୍ଦ୍ରଙ୍କ ରିପୋର୍ଟ, ସୂଚନା ଟିଭି।